ଆଚ୍ଛା ଆଡମିନିଷ୍ଟ୍ରେସନ କଣ ରହିଲା ଦେଖନ୍ତୁ ଗୋଟେ ଏକ୍ସାମ୍ପଲ ଦେବି ଆପଣମାନେ ଶୁଣି ଦେଖିଥିବେ ଯେ ବହୁତ ଜାଗାରେ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ ସରିଯାଏ ଆଜ୍ଞା ଆଚ୍ଛା ରୋଗୀର ଆଟେଣ୍ଡାଣ୍ଟ ଯାଇକି ତା ପାଖରେ ଥିବା ନର୍ସ ଅର ଡାକ୍ତର ଅର ଆଟେଣ୍ଡାଣ୍ଟକୁ କୁହନ୍ତି ଆଜ୍ଞା ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ ସରିଗଲା ତାହେଲେ ଦିଦି ଆଟେଣ୍ଡାଣ୍ଟକୁ କହିବ ଆଟେଣ୍ଡାଣ୍ଟ ଆଉ ଗୋଟେ ଅକ୍ସିଜେନ ସିଲିଣ୍ଡର ଚେଞ୍ଜ କରିବ ଆଉ ଗୋଟେ ଫିଲ୍ଡ ଅକ୍ସିଜେନକୁ ଲଗେଇବ ଆମେ ଯେତେବେଳେ ପାଠ ପଢୁଥିଲୁ 98 ମସିହାରେ ଅକ୍ସିଜେନ ସିଲିଣ୍ଡର ସରିଯିବ ତାହେଲେ ନେକ୍ସଟ କ୍ୱେଶ୍ଚିନ୍ ଆସିଲା ଯେ ହସ୍ପିଟାଲର ଅକ୍ସିଜେନ ସିଲିଣ୍ଡର ଫିଲ୍ଡ ହେଇକି ଅଛି ତ ଆଉ ଯଦି ଅଛି ଆବଶ୍ୟକ ପରିମାଣରେ ଅଛି ତ ଆଜ୍ଞା ଆଉ ଯଦି ଅକ୍ସିଜେନ ସିଲିଣ୍ଡର ଫିଲ୍ଅପ୍ କରିବା କିମ୍ବା ତାର ଯୋଉ ସାର୍କୁଲେସନ ପ୍ରୋସେସକୁ କିଏ ତଦାରଖ କରୁଛି ସେଟା କ'ଣ ଦିଦି କରୁଛି ନା ଡାକ୍ତର କରୁଛନ୍ତି ନା ଆଉ ଜଣେ କିଏ କରୁଛି ଆପଣ ଜାଣିବାକୁ ପାଇବେ ସେଟା ଗୋଟେ ଆଡମିନିଷ୍ଟ୍ରେସନ ପ୍ରୋସେସ ରହୁଛି ଯଦି ଅକ୍ସିଜେନ ସିଲିଣ୍ଡର ସରିଯାଉଛି ତାକୁ ରିପ୍ଲେସ କରିବା ପାଇଁ କିଛି ବିଭାଗ ଅଛି ସେଇ ବିଭାଗ ଯଦି କାମ ନ କରିବ ଆଉ ସେଇ ବିଭାଗଟି ସୁପରିଟେଣ୍ଡେଣ୍ଟ ଅଣ୍ଡରରେ ରହୁଛି ସେ ସୁପରିଟେଣ୍ଡେଣ୍ଟ ଏବଂ ଆପଣଙ୍କର କ୍ଲିନିକାଲ ହେଡ୍ ଯିଏ ରହିଲେ ପ୍ଲସ୍ ଆପଣଙ୍କର ଯେ ଆଡମିନିଷ୍ଟ୍ରେସନ ରହିଲେ ସେଇ ୟୁନିଟର ଏ ସମସ୍ତେ ମାନେ ମିଶିଲେ ଗ୍ରାଉଣ୍ଡର ଯୋଉ ଅସୁବିଧାଟା ସମାଧାନ ହେଇପାରିବ କିନ୍ତୁ ଆମେ ମାନେ ସମସ୍ତେ ଆମ ପାଖରେ ଥିବା ଦିଦି ଆଉ ନର୍ସକୁ ଦିଦି ଆଣ୍ଡ ଡକ୍ଟରଙ୍କୁ କମ୍ପ୍ଲେନ କରନ୍ତି ଆମେ ଦେଖିଲୁ ଯେ ଆମେ ବି କମ୍ପ୍ଲେନ କଲୁ ଯାଇକି ଖୋଜିଲା ବେଳକୁ ଦେଖାଗଲା ଯେ ଏଇଟା ଗୋଟେ ପରିଚାଳନାଗତ ତ୍ରୁଟି ଯୋଗୁଁ ଅକ୍ସିଜେନ ସିଲିଣ୍ଡର ସପ୍ଲାଏ ହେଇପାରୁନାହିଁ ଆଜ୍ଞା ଆଉ ପରିଚାଳନାଗତ ତ୍ରୁଟିଟା ଆଡମିନିଷ୍ଟ୍ରେସନ ପାଖରେ ଅଛି ତାହେଲେ ମତେ ଲାଗିଲା ଯେ ତାହେଲେ ଆଡମିନିଷ୍ଟ୍ରେସନ ହିଁ ରେସ୍ପନ୍ସିବଲ ଏସବୁ ପାଇଁ ସେଥିପାଇଁ ଲୋକମାନେ ମୋର ଅସୁବିଧାରେ ପଡୁଛନ୍ତି ଆଡମିନିଷ୍ଟ୍ରେସନ ବଦଳେଇ ଦିଆଯାଉ ତ ଆଡମିନିଷ୍ଟ୍ରେସନ କଣ ଆମେ କହିଲେ ବଦଳିଯିବ କି ବଦଳି ପାରିବନି